ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମମାନେ ଗୋଟେ ବିଷୟ ଆଜି ପଢ଼ିବା। ମୁଁ ଗାଲାତି 2 ପର୍ବ 7 ପଦ ପଢ଼ୁଛି, କିନ୍ତୁ ଆପଣମାନେ ଯଦି ସମୟ ମିଳିବ ଆପଣମାନେ 1ରୁ 7 ପଢ଼ିବେ। ସେଇଠି କ'ଣ ହେଇଛି ନା ପାଉଲ ପ୍ରେରିତମାନଙ୍କ ଦ୍ୱାରା ଗୃହୀତ ବୋଲି ଲେଖା ହେଇଛି। ଅର୍ଥାତ୍ 12 ଶିଷ୍ୟମାନେ ଯେଉଁ ସୁସମାଚାର ଜାଣିନାହାନ୍ତି, ପାଉଲ ସେ ସୁସମାଚାର ପ୍ରଚାର କରୁଛନ୍ତି। ଆପଣମାନେ ଯେତେବେଳେ ଏହା ଶୁଣୁଛନ୍ତି ଚକିତ ହୋଇପାରନ୍ତି, କିନ୍ତୁ କଥା ହେଉଛି ସତ୍ୟ। ଯେତେବେଳେ ଯୀଶୁ ସୁସମାଚାର ପ୍ରଚାର କାମ କରୁଥିଲେ, ସେ ପ୍ରକୃତରେ ରାଜ୍ୟର ସୁସମାଚାର ପ୍ରଚାର କରୁଥିଲେ, ମାନେ ବ୍ୟବସ୍ଥା ଭିତ୍ତିକ ରୀତିନୀତିର କର୍ମଗୁଡ଼ାକ ମଧ୍ୟ ସେ ଶିକ୍ଷା ଦେଉଥିଲେ। ଆଉ ସେହି ସମୟରେ 12 ଶିଷ୍ୟମାନେ ଯୀଶୁଙ୍କ ସହିତ ଯେତେବେଳେ ଥିଲେ, ସେମାନେ ବି ସେହି ସମାନ ବିଷୟ ଶିଖିଲେ। କିନ୍ତୁ ପାଉଲ ଯେତେବେଳେ ଆସିଲେ, ଶିକ୍ଷାରେ ପରିବର୍ତ୍ତନ ହେଲା। ତେବେ ପାଉଲ କ'ଣ ନିଜ ଆଡ଼ୁ କଲେ କି? ନାହିଁ, ପାଉଲ ନିଜ ଆଡ଼ୁ କଲେ ନାହିଁ, କିନ୍ତୁ ପରମେଶ୍ୱର ହିଁ ତାଙ୍କୁ ନୂଆ ଯୋଜନା ତାଙ୍କୁ ଦେଲେ, ଯାହାକି ସେ ଅନୁଗ୍ରହ ସମୟ ପାଇଁ ରଖିଥିଲେ। ତେଣୁ କେତେ ପର୍ଯ୍ୟନ୍ତ ଏହି ଶିଷ୍ୟମାନେ ପାଉଲଙ୍କୁ ଗ୍ରହଣ କଲେ ନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ପାଉଲ ଅନୁଗ୍ରହ ସୁସମାଚାର ପାଇଁ ବଛା ଯାଇଛନ୍ତି ବୋଲି ସେମାନେ ଜାଣିପାରିଲେ, ଆଉ ତାଙ୍କୁ ଗ୍ରହଣ କଲେ, ଆଉ ନିଜର ଚିନ୍ତା ଗୁଡ଼ାକ ବଦଳେଇଲେ। ତେଣୁ ମୁଁ ପଢ଼ିବି ସେ 2:7। ବରଂ ଅନ୍ୟ ପକ୍ଷରେ ଯେତେବେଳେ ସେମାନେ ଦେଖିଲେ ଯେ ପିତରଙ୍କୁ ଯେପରି ସୁନ୍ନତମାନଙ୍କ ମଧ୍ୟରେ, ମୋତେ ସେହିପରି ଅସୁନ୍ନତମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବାର ଭାର ଅର୍ପିତ ହୋଇଅଛି। ଆଜି ଆମର ମୁଖ୍ୟ ବିଷୟ ହେବ ଯେ ପିତରଙ୍କର ଏବଂ ପାଉଲଙ୍କର ମଧ୍ୟରେ ପ୍ରଚାର ଭିନ୍ନ ନା ସମାନ। କାହିଁକି? ଅନେକ ଲୋକମାନେ କହନ୍ତି ଯେ ପିତର ଯେଉଁ ସୁସମାଚାର ପ୍ରଚାର କଲେ, ପାଉଲ ମଧ୍ୟ ସେହି ସୁସମାଚାର ପ୍ରଚାର କଲେ ବୋଲି କହନ୍ତି। ତ ବାଇବେଲରେ ପ୍ରକୃତରେ ସେମିତି ନହେଲେ ବି ସେମିତି କୁହନ୍ତି। ତ ଯେତେବେଳେ ପିତର ପାଉଲଙ୍କୁ ଭେଟିଲେ, ଆଉ ପାଉଲଙ୍କ ଦ୍ୱାରା ଅନୁଗ୍ରହ ସୁସମାଚାର ଜାଣିଲେ, ସେ ଯେ ଅନୁଗ୍ରହ ବାକ୍ୟ ପ୍ରଚାର କଲେ ତାହା ନୁହେଁ, ସେ ପ୍ରକୃତରେ ରାଜ୍ୟର ସୁସମାଚାର ଲୋକମାନଙ୍କ ପାଇଁ ଭିନ୍ନ ପ୍ରଚାର କଲେ। ଏଇଟା ଲେଖା ହେଇଛି, ସୁନ୍ନତମାନଙ୍କ ମଧ୍ୟରେ ପିତରଙ୍କୁ ଏବଂ ଅସୁନ୍ନତମାନଙ୍କ ମଧ୍ୟରେ ମୋତେ ପ୍ରଭୁ ସକ୍ଷମ କଲେ ବୋଲି ଲେଖା ହେଇଛି। କିନ୍ତୁ ଇଂଲିଶରେ ଯଦି ଆପଣମାନେ ଦେଖିବେ, ସେଇଟା ଏମିତି ଲେଖା ହେଇ ନାହିଁ, ସେଇଟା ଲେଖା ହେଇଛି ପିତର ସୁନ୍ନତ ସୁସମାଚାର ଏବଂ ପାଉଲ ଅସୁନ୍ନତ ସୁସମାଚାର ବୋଲି ଲେଖା ହେଇଛି। ତ ଆମେ ବୁଝିବା ଦରକାର ଅଛି ଯେ ସୁନ୍ନତ ସୁସମାଚାର କେମିତି ଏବଂ ଅସୁନ୍ନତ ସୁସମାଚାର କେମିତି। ଯଦି ଲେଖା ହେଇଥାନ୍ତା ଯେ ସମାନ ସୁସମାଚାର, ମାନେ ଅନୁଗ୍ରହ ସୁସମାଚାର ପାଉଲ ଅସୁନ୍ନତମାନଙ୍କୁ ଦେଲେ, ଆଉ ସେ ଅନୁଗ୍ରହ ସୁସମାଚାର ପିତର ସୁନ୍ନତମାନଙ୍କୁ ଦେଲେ, ଏମିତି ଲେଖା ହେଇଥିଲେ ଅଲଗା କଥା। କିନ୍ତୁ ସେମିତି ଲେଖା ହେଇ ନାହିଁ। ଇଂଲିଶରେ ପୁରା ଭିନ୍ନ ଅଛି ଯେ ସୁନ୍ନତର ସୁସମାଚାର ଏବଂ ଅସୁନ୍ନତର ସୁସମାଚାର ଏମିତି ଅଛି। ତେଣୁ ସେଇଟା କେବେ ସମାନ ନୁହେଁ। କିନ୍ତୁ କେତେକ ଲୋକ ଯେହେତୁ ସମାନ ଭାବୁଛନ୍ତି, ସେମାନେ ସମାନ ପ୍ରଚାର କଲେ ବୋଲି ଭାବୁଛନ୍ତି, ସେଥିପାଇଁ ଆମେ କେତେଟା ରେଫରେନ୍ସ ଦ୍ୱାରା ଆଲୋଚନା କରିବା। ଆମେ ତ ମନ ଗଢ଼ା କାହାଣୀ କହିଲେ ହେବ ନାହିଁ, ଆମେ ପ୍ରକୃତରେ ରେଫରେନ୍ସ ଦ୍ୱାରା ଆମେ କଥାବାର୍ତ୍ତା କରିବା। ଖ୍ରୀଷ୍ଟରେ ଭାଇ ଭଉଣୀମାନେ, ପ୍ରଭୁଙ୍କର ଦାସମାନେ, ଗୋଟେ ବିଷୟ ମୁଁ କହିବାକୁ ଚାହୁଁଛି, ହୁଏତ ଏହା ଆମକୁ କଷ୍ଟ ଲାଗିପାରେ, ତଥାପି ମୁଁ କହିବି ଯେ ଅନେକ ଲୋକମାନେ ଆଜି ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି ଯେ ଯେତେବେଳେ ପୁଲପିଟରେ ମୁଁ ଛିଡ଼ା ହେବି ପ୍ରଚାର କରିବା ପାଇଁ, ପବିତ୍ର ଆତ୍ମା ଯାହା ମୋତେ କହିବେ ତାହା ମୁଁ କହିବି। ଆଉ ଲୋକମାନଙ୍କୁ ମଧ୍ୟ କହନ୍ତି ପବିତ୍ର ଆତ୍ମା ମୋତେ ଯାହା କହିଲେ ତାହା ମୁଁ କହିଲି। ଖ୍ରୀଷ୍ଟରେ ପ୍ରଭୁଙ୍କର ଭାଇ ଭଉଣୀମାନେ ଆଉ ଦାସମାନେ ଏବେ ସେ ପ୍ରକାର ପବିତ୍ର ଆତ୍ମା କାହାକୁ ବି କିଛି କହନ୍ତି ନାହିଁ, କାହାକୁ ମଧ୍ୟ ସେ ଚାଳନା ଦିଅନ୍ତି ନାହିଁ। ଆଉ ଚାଳନା ଦେଇକି ଆମକୁ କହିବେ ଏଇଟା ହେଉଛି ମିଛ କଥା। ସତ କଥା କ'ଣ? ଆମେ ବାଇବେଲ ପଢ଼ିବାର ଅଛି, ଶିଖିବାର ଅଛି, ଧ୍ୟାନ ଦେବାର ଆବଶ୍ୟକତା ଅଛି। ସେଇଟା ଗୋଟେ ସମୟ ଥିଲା, ପବିତ୍ର ଆତ୍ମା ସେମିତି ସିଧାସଳଖ ଆସିକି ଚାଳନା କରୁଥିଲେ। କାହିଁକି? ସେତେବେଳେ ବାଇବେଲ ନଥିଲା। ଏବେ ଉଦାହରଣ ସ୍ୱରୂପ ପେଣ୍ଟିକଷ୍ଟ ଦିବସରେ ପିତର ଯେଉଁ ବାକ୍ୟ ପ୍ରଚାର କଲେ, ବାଇବେଲ ପଢ଼ି ପଢ଼ି କହିଲେ କି? ନାହିଁ, ସିଧା ପବିତ୍ର ଆତ୍ମା ଆସିଲେ ଏବଂ ଯୀଶୁଙ୍କର ବିଷୟରେ ସାକ୍ଷ୍ୟ ଦେଲେ। କିନ୍ତୁ ଏବେ କ'ଣ ହେଇଛି ନା ବାଇବେଲ ଆମ ହାତରେ ଅଛି, କିଛି ବଳକା ଜିନିଷ ରହିଯାଇ ନାହିଁ, ସବୁ କମ୍ପ୍ଲିଟ୍ ଅଛି।
तेणु आमनकर कर्तव्य बाइबल पढ़ी बुझिकी प्रचार करवा। तेणु आमे जो आज कथा होचु पीतर सुनत सुसमाचार प्रचार कले, पाउल असुनत सुसमाचार प्रचार कले, परस्पर यह भिन्न थिला। केमिति? प्रथम पीतर 1:5 जेहु परित्राण शेष काल रे प्रकाशित हेबा पई प्रस्तुत होई अछि सेथि निमंते तुम्भे माने ईश्वरक शक्ति रे विश्वास द्वारा सुरक्षित हेउछ। देखो एठारे कोन लिखा है? परित्राण शेष रे अछि, से परित्राण पाइबा निमंते तुम्भे माने ईश्वरक शक्ति रे विश्वास करिकी सुरक्षित हेउछ लिखा है। तेणु यही जगार परित्राण पाइछ बोली लिखा ही नहीं, शेष रे पाइब बोली लिखा है। किंतु आपण माने जदि पाउलंकर प्रचार समान बोली भाबुछंती, पाउल ए प्रकार कहि नांती। से एफिसी 2:8 रे कहिसंती, कारण अनुग्रह रे विश्वास करिबा द्वारा तुम माने परित्राण पाइअछ, ताहा तुमरो निज ठारू होई नाही, ताहा ईश्वरंक दान बोली लिखा है। तेणु तांके अलगा कहिले, आंके अलगा कहिले, तो समान केमती हैला? समान केबे हेबो नाही। आउ आम देखिबा से प्रथम पीतर 1:15 मात्र आमनकर आह्वानकर्ता जेपरी पवित्र तुम्हें माने मध्य आज्ञाबह संतान मानक परि समस्त आचरण रे सेहीपरि पवित्र हुओ। जण लेखा होची तुम्हें माने पवित्र हुओ कारण आम्भे पवित्र। एठारे कौन लिखा है? आह्वानकर्ता जेहेतु आमर पवित्र, तमें कहीं मंद जीवन यापन कर, तमें पवित्र हुओ जेहेतु से मध्य पवित्र बोली लिखा है। आपण केमती भावुछंती मु जानि नहीं, एठारे पवित्र हुओ बोली मु मना करू सेमती नहीं, किंतु एठी नहीं कि से निजे किछि करिवे, निजे पवित्र हेबे जेहेतु तांकर परमेश्वर पवित्र बोली लिखा है। किंतु पाउल सेमती लिखि नांती। पाउल लिखिछंती जे ताहांकर रक्त द्वारा आमाने पवित्र होइछु बोली लिखा है। आमानकर समस्त पाप क्षमा है। यही जगह पीतर कहते कि तुमर जीशु ख्रीष्ट तुम पाई रक्त देले आ जीशु रक्त द्वारा तुम पवित्र हो बोली लिखा है नहीं, बरं तुम्हें माने पवित्र हुओ बोली कहूँ। ता माने कौन? पाउलंकर लेखा आंकर लेखा कौन समान कि? नहीं, समान नहीं। आ गोटे देखा आम से प्रथम पीतर 2 15-16 कारण तुम्हें माने जे सत्कर्म करी निर्बोध मानकर अज्ञानर कथा बंद कर, यह ईश्वरंकर इच्छा। तुम्हें माने स्वाधीन हेले तुमମାନଙ୍କର स्वाधीनता को दुष्टतार आवरण स्वरूप व्यवहार न करी बरं ईश्वरंकर दास होई सत्कर्म कर। सत्कर्म कर एवं सत्कर्म करिकी दुष्ट लोक मानकर कथा मुख को तुम्हें बंद कर लिखा है। बाइबल रे पाउलंक समय जो जन लोक सत्कर्म करिवो से पुरस्कार पाई सत्कर्म करिवो। साधु पाउल कहिले तुम माने मोर उपस्थिति रे खाली नहीं, मोर अनुपस्थिति रे सुधा तुमने भय सहित परित्राण पाइथिबा हेतु उत्तम कार्य कर। पाउलंक समय कौन पे उत्तम काम करुथिले लोक जानिछंती? समान नहीं आज्ञा। माने पाउलंक समय उत्तम काम करवा दरकार अछि, मना करू नहीं मु, किंतु ताहा परित्राण पाइबा निमंते नहीं, ताहा परित्राण पाइथिबार उत्तम कर्म एवं जीवन रूप मुकुट, अम्लान मुकुट, ए प्रकार मुकुट बा पुरस्कार पाइबा पाई से उत्तम कर्म करा जाए। किंतु पितरंक अनुसार एटा मुकुट पाई नहीं, जड़े उद्धार प्राप्त हेबा निमंते उत्तम कर्म करिवे। पार्थक्य अछि। आहरी देखिबा प्रथम पितर से 3:11 देखंतु, से मंदरु विमुख होई सत्कर्म करू, से शांति अन्वेषण करी सेथिर अनुगामी हेउ। देखो एठारे कौन लिखा है? जड़े लोक मंदरु विमुख हो, प्रथमे से मंदरु निजे विमुख होइक आसु, माने सेठारु बाहरी आसु एवं शांति अन्वेषण करी करी सत्यर से अनुगामी हेउ लिखा है। ता माने एइटे जड़े लोक निजे मंदरु बाहरिबा दरकार ना, बाहरिबा दरकार। निजे बाहरी की आसिले से सत्यर अनुगमन से करि पारिबो। किंतु साधु पाउल निजे तुम्हें बाहरी आस, निजे तुम्हें बाहरी आसिकी सत्य अनुसंधान कर बोली कहिसंती कि
ଦେଖନ୍ତୁ ଆମେ ପଢ଼ିବା କଲୋସୀ 1:13 ସେମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମ ପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି। ଦେଖନ୍ତୁ ଯୀଶୁଖ୍ରୀଷ୍ଟ ଆମକୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ତାଙ୍କର ପ୍ରେମମୟ ପୁତ୍ରଙ୍କ ରାଜ୍ୟକୁ ସ୍ଥାନାନ୍ତର କରିଛନ୍ତି। ବୋଇଲେ ମନ୍ଦରୁ ତାଙ୍କର ରାଜ୍ୟକୁ, ଈଶ୍ୱରଙ୍କର ରାଜ୍ୟକୁ ସ୍ଥାନାନ୍ତର କରିଛନ୍ତି। ଆମେ ହେଇନି। ଦେଖ, ମନ୍ଦ ରାଜ୍ୟରୁ ଆମେ ଥିଲୁ, ଯୀଶୁ ନିଜର ଜୀବନ ଦେଇକି ଆମକୁ କ'ଣ କଲେ? ସ୍ଥାନାନ୍ତର କଲେ। ସ୍ଥାନାନ୍ତର ମାନେ କ'ଣ? ଘୁଞ୍ଚିବା କି? ଆପଣମାନେ ଭାବିପାରନ୍ତି ସ୍ଥାନାନ୍ତର, ସ୍ଥାନ ଅନ୍ତର, ସ୍ଥାନାନ୍ତର। ତେଣୁ ଘୁଞ୍ଚିବା ସମାନ ହେଇଥିବ? ନାଇଁ, ଘୁଞ୍ଚିବାଟା ହେଉଛି ନିଜେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଘୁଞ୍ଚିବା କୁହାଯାଏ, ମୁଭ୍ କୁହାଯାଏ। କିନ୍ତୁ ଯଦି ସ୍ଥାନାନ୍ତର ବୋଲି ଦେଖିବେ ନାହିଁ କି, ଏଇଟା ଆଉ ଜଣେ ଅନ୍ୟକୁ ଅନ୍ୟ ଜାଗାକୁ ନେବାଟା ସ୍ଥାନାନ୍ତର କୁହାଯାଏ, ସ୍ଥାନକୁ ଅନ୍ତର କରାଗଲା କୁହାଯାଏ। ତେଣୁ ଏଇ ଜାଗାରେ ଯୀଶୁଖ୍ରୀଷ୍ଟ ନିଜେ ଆମକୁ ଅନ୍ଧକାର କ୍ଷମତାରୁ ଉଦ୍ଧାର କରି ତାଙ୍କର ପ୍ରିୟ ପୁତ୍ର କିଏ? ଯୀଶୁ, ତାଙ୍କ ରାଜ୍ୟକୁ ସ୍ଥାନାନ୍ତର କରିଛନ୍ତି ବୋଲି ଲେଖା ହେଇଛି। କିନ୍ତୁ ଯେତେବେଳେ ଆମେ ପଢ଼ିଲୁ ପ୍ରଥମ ପିତର 3:11, ସେଠି କ'ଣ? ତମେ ନିଜେ ମନ୍ଦରୁ ବିମୁଖ ହୁଅ, ମନ୍ଦରୁ ତୁମେ ବାହାରି ଆସ ଏବଂ ଶାନ୍ତିର ଅନୁଗାମୀ ହୁଅ। ଆପଣମାନଙ୍କୁ ଲାଗୁଛି ଏଇ ଦୁଇଟା ପଦ ସମାନ? ନାହିଁ ଆଜ୍ଞା, ମାନେ କେବେ ବି ନାହିଁ, କେବେ ବି ହେବ ନାହିଁ। ଯଦି ଲାଗୁଛି କିଛି ଗୋଟେ ସମସ୍ୟା ଅଛି ବୁଝିବାରେ, ସମାନ ପଦ ନାହିଁ। ଏଇଟା ପରମେଶ୍ୱର ଆମକୁ କରିଛନ୍ତି ଲେଖା ହେଇଛି, ତୁମେ ଏଇଟା ନିଜେ ହୁଅ ବୋଲି ଲେଖା ହେଇଛି। ତେଣୁ ଆଉ କେତେଟା ଦେଖିବା ଆମେ, ସେ ପ୍ରଥମ ପିତର 3:21 ଦେଖିବା। ପ୍ରଥମ ପିତର 3:21, ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ସୂଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ତୁମମାନେ ପରିତ୍ରାଣ କରୁଅଛି। ଆପଣମାନେ ପ୍ରଥମେ ଦେଖନ୍ତୁ, ଏଠି ସରଳରେ ମୁଁ କହିଲେ ସୂଚି ବିବେକ ପାଇବା ନିମନ୍ତେ ବାପ୍ତିସ୍ମ, ସୂଚି ବିବେକ ପାଇବା ନିମନ୍ତେ ବାପ୍ତିସ୍ମ। ଏଇଟା ଶରୀର ମଇଳା ଦୂର ପାଇଁ ନାହିଁ, ବିବେକରେ ଗୋଟେ ସୂଚି ପାଇବା ପାଇଁ ବାପ୍ତିସ୍ମ ନେବା ବିଷୟଟେ ଲେଖା ହେଇଛି। ସୂଚି ବିବେକ ପାଇଁ ବାପ୍ତିସ୍ମ ନିଅ ବୋଲି ଲେଖା ହେଇଛି। କିନ୍ତୁ ଆପଣମାନେ ଆଶ୍ଚର୍ଯ୍ୟ ହେବେ, ପାଉଲ କ'ଣ ବୋଲି କହିଛନ୍ତି ବାପ୍ତିସ୍ମ ବିଷୟରେ? ଆମେ ଯଦି ଟିକେ ଦ୍ୱିତୀୟ କରନ୍ତି, ବୋଧେ ହଁ, ପ୍ରଥମ କରନ୍ତି 1:17, କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କଲେ ନାହିଁ, ମାତ୍ର ସୁସମାଚାରର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ, ତାହା ମଧ୍ୟ ବାକ୍ୟାଡ଼ମ୍ବରରେ ନୁହେଁ, କାଳେ କ୍ରୁଶର ବ୍ୟର୍ଥ ହୁଏ। ଦେଖନ୍ତୁ, ପାଉଲ କ'ଣ ବୋଲି କହିଲେ? ମୋତେ ବାପ୍ତିସ୍ମ ନିମନ୍ତେ ପରମେଶ୍ୱର ପ୍ରେରଣ କଲେ ନାହିଁ ଲେଖା ହେଇଛି। ଆପଣମାନେ ଦ୍ୱନ୍ଦ୍ୱରେ ପଢ଼ିପାରନ୍ତି, ଯେହେତୁ ପାଉଲ ମଧ୍ୟ ବାପ୍ତିସ୍ମ ଦେଇଛନ୍ତି, କିନ୍ତୁ ୟା ପୂର୍ବରୁ ଦେଇଛନ୍ତି, ୟା ପରେ ନାହିଁ। ସେଇଟା ବି କାରଣ ଅଛି। ପାଉଲ କହିବାକୁ ଚାହୁଁଛନ୍ତି ଯେ ପରମେଶ୍ୱର ମୋତେ ବାପ୍ତିସ୍ମ ପାଇଁ ପ୍ରେରଣ କରିନାହାନ୍ତି, କିନ୍ତୁ ପିତର କ'ଣ କହିଲେ? ତୁମେ ସୂଚି ବିବେକ ପାଇବା ପାଇଁ ତୁମେ ବାପ୍ତିସ୍ମ ନିଅ ବୋଲି କହିଲେ। ହେଲେ ସମାନ ଅଛି କି? ସମାନ ନାହିଁ, ଭିନ୍ନତା ଅଛି। ଭିନ୍ନତା ଅଛି ବୋଲି ମୁଁ କହୁନାହିଁ, ଆପଣମାନେ ଧ୍ୟାନ କରନ୍ତୁ। ଆଉ ଗୋଟେ ପଦ ଦେଖନ୍ତୁ, ସେ ପ୍ରଥମ ପିତର 4:18, ପୁଣି ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ, ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ? ଧାର୍ମିକ ବ୍ୟକ୍ତି କଷ୍ଟରେ ପରିତ୍ରାଣ ପାଇବ ଲେଖା। ଦେଖନ୍ତୁ, ଜଣେ ଧାର୍ମିକ କଷ୍ଟରେ ପରିତ୍ରାଣ ପାଇବାର ଉଦ୍ଦେଶ୍ୟ କ'ଣ? କିଏ କହିଲେ? ପାଉଲ କହୁଛନ୍ତି କି? ଏଇଟା ପିତର କହୁଛି, ଧାର୍ମିକ ବ୍ୟକ୍ତି କଷ୍ଟରେ ପରିତ୍ରାଣ ପାଇବ ବୋଲି ଲେଖା ହେଇଛି। କିନ୍ତୁ ପାଉଲ କ'ଣ ବୋଲି ଲେଖା ହେଇଛି? ପାଉଲ କ'ଣ ବୋଲି କହନ୍ତି? ଆମେ ରୋମୀ ଦେଖିବା ଟିକେ, ରୋମୀ ପୁସ୍ତକ 8, ରୋମୀ 8 ନାହିଁ, 5:9, ଅତଏବ ଏହା ଆହୁରି ସୁନିଶ୍ଚିତ ଯେ ଆମମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା। ଆମେ ଯୀଶୁଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମେ ଆଗାମୀ କ୍ରୋଧରୁ ରକ୍ଷା ପାଇବା ଲେଖା ହେଇଛି। ଆଗାମୀ କ୍ରୋଧ କ'ଣ? ଯେଉଁଟାକି
क्लेश को बुझाए। ले क्लेश जो मैंने जीशु रक्त द्वारा धार्मिक होती से क्लेश पड़े ना। किए कौच पाउल कौच किंतु पितर कौन बोली कहूँ हाँ जीशु तुम रक्त देले पाप क्षमा कले धार्मिक हेल किंतु कष्ट अच्छे 666 नंबर क्लेश अच्छे सहजरे ना। तेणु धार्मिक व्यक्ति कष्ट परित्राण पाइब लिखाई यहाँ से क्लेशर समय को बुझाए तलनार समय को बुझाए। तेबे आपण मैंने पाउलंकर प्रचार एवं पितरंकर प्रचार समान बोली केमती कहे। अनेक लोक मैंने दाबी करुछंती नाई पाउलंकर पितरंकर प्रचार कौन समान नहीं कि नाई समान नहीं सुनत सुसमाचार एवं असुनत सुसमाचार बोली लिखाई कि ओडिया टी अलग अच्छे। तेणु सत्य जानवाई हेले आमको ए प्रकार खोजा पड़ो ध्यान देवा पड़ो। प्रभु आमको अनुग्रह समय भिन्न भाव में व्यवहार करते किंतु राज्य सुसमाचार भिन्न भाव में व्यवहार करते। आउ गोटे मुझे पढ़ी तेसलोनी प्रथम तेसलो 1:10 पुणी से आपणा जो पुत्र को मृत मान मध्य उठाइले आगामी क्रोधरु आमक से उद्धारकर्ता जीशु ख्रीस्ट उद्धारकर्ता जीशुक स्वर्गर आगमन करिवार अपेक्षा रहिबा निमंते ईश्वर प्रति फेरिले। ए कौन लिखाई जो मैंने जीशु रक्त द्वारा उद्धार प्राप्त आगामी क्रोधरु से रक्षा कराई उठे दि जाए अलग कराई लिखा किंतु से धार्मिक कष्ट परित्राण पाइब लिखाई किंतु ये आगामी क्रोधरु से दूर को नियाजिब लिखाई। अर्थात ख्रीष्टଙ୍କ स्वरूप मंडली क्लेश पूर्व जेहेतु स्वर्ग को चलीज से क्रोध रे जाऊ ना क्रोध सामना करू ना किंतु ये पितरଙ୍କ लेखानुसार धार्मिक व्यक्ति कष्ट परित्राण पाऊँ। आउ देखो द्वितीय पितर 2:20-21 जेणु से माने जदि प्रभु और त्राणकर्ता जीशु ख्रीष्ट विषय ज्ञान द्वारा संसार अशुचितार रक्षा पाई पुनर्बार से बंधन में आबद्ध हो परास्त हुंती ताहले से प्रथम दशा अपेक्षा शेष दशा अधिक मंद हुए। ये कौन लिखाई से माने जीशुंकर परिचय पाई जदि संसार मलिनता द्वारा जदि से माने परास्त हेले हारीगले तेबे प्रथम अपेक्षा शेष दशा भयंकर बोली लिखाई। 21 कारण धार्मिकतार मार्ग जानी आपणा मानक निकट में समर्पित पवित्र आज्ञार विमुख हेबा अपेक्षा बरं सही मार्ग न जानिबा सेमानक पक्षरे भल होता। देखो धार्मिकर रास्ता जानिकी धार्मिक व्यक्ति को पाई जदि से माने विफल होउछंती विमुख होउछंती तेबे सही मार्ग जानी नथिले भल होता बोली लिखाई। किए कहूँ पितर कहूँ ता माने कौन परित्राण से कैंसल हम ना नहीं हम जानिकी भूल हो गला तांकर परित्राण रहिला नहीं किंतु पाउल सेमती कहउछंती कि आज्ञा माने भाई भौणी माने पाउलଙ୍କ समय सेमती अछि कि देखबा हम द्वितीय करंती 1:10 से आमानଙ୍କୁ एपरि भयानक मृत्यु उद्धार कले उद्धार करिवे पुणी से जे भविष्यत रे सुधा उद्धार करिवे ताहांकठारे आमानଙ୍କର एही भरोसा अछि। देखो पाउल कौन बोली कहले से भयानक मृत्यु आम उद्धार कले एटा पास्ट टेंस माने अतीत रे जाउछि आ वो उद्धार करिवे लिखाई भविष्यतर कथा करिवे आ भविष्यत रे जहाँ भी आमर भूल हेबाकु जाउछि ताहा भी से क्षमा करिवे बोली लिखाई। मु कहू ना से भूल भाल कर बोली किंतु पाउलंकर लेखा एवं पितरंकर लेखा केबे समान नहीं आ केबे भी समान हेबो नहीं से भूल रे भी भ्रांति रे भी आमे समान बोली कहबा नहीं कहीं अनुग्रह सुसमाचार संपूर्ण भिन्न आ शिष्य माने जीशु द्वारा जो शिक्षा पाई से शिक्षा एवं पाउल दमेशक जो शिक्षा पाइले से शिक्षा परस्पर अलग परस्पर भिन्न भिन्न बोली शुणवा द्वारा आचंबित हुंतु नहीं किंतु भिन्नर परिस्थिति होची अनुग्रह सुसमाचार विश्वासी स्वर्ग को जीव
ରାଜ୍ୟର ସୁସମାଚାର ବିଶ୍ୱାସୀ କାର୍ଯ୍ୟ କର୍ମ କରିକି ସେ ଅନନ୍ତ କାଳ ପୃଥିବୀରେ ରହିବେ। ରାଜ୍ୟର ସୁସମାଚାରରେ ମଧ୍ୟ ରକ୍ତ ଅଛି ଯୀଶୁଙ୍କର, କିନ୍ତୁ ସେଇଠି କର୍ମ ମଧ୍ୟ ଅଛି। କାହିଁକି? ପୁରାତନ ନିୟମରେ ପଶୁର ରକ୍ତ ସହିତ ମନୁଷ୍ୟର କର୍ମ ଥିଲା, ସ୍ୱୀକାର କରିବାର ଥିଲା। ଠିକ୍ ସେମିତି ଯୀଶୁଙ୍କର ରକ୍ତ ସହିତ ନୂତନ ନିୟମ ରାଜ୍ୟ ସୁସମାଚାରରେ ତାଙ୍କରକୁ କ୍ଷମା କରିବା ସଙ୍ଗେ ସଙ୍ଗେ କାର୍ଯ୍ୟ, ବିଶ୍ୱାସ, ସତର୍କତା ଏବଂ କର୍ମ ଗୁଡ଼ାକ ପାଳନ କରିବାକୁ ପଡ଼ିବ। ଆପଣମାନେ କର୍ମ କହିଲେ ଖାଲି ଭଲ କର୍ମ ବୁଝୁଛନ୍ତି, କିନ୍ତୁ ବ୍ୟବସ୍ଥା ଭିତ୍ତିକ କର୍ମକୁ ମୁଁ କହିବାକୁ ଚାହେଁ। ଆମେ ବ୍ୟବସ୍ଥା ପାଳନ କରୁନୁ। ଭଲ ଜୀବନଯାପନ କରିବା ଏଇଟା ନିହାତି ଆବଶ୍ୟକ, କିନ୍ତୁ ଏଇଟା ବ୍ୟବସ୍ଥା ନାହିଁ। ତେଣୁ ପିତରଙ୍କ ସମୟରେ ବା ରାଜ୍ୟର ସୁସମାଚାରରେ ବ୍ୟବସ୍ଥା ଭିତ୍ତିକ କର୍ମ ସେମାନେ କରିବେ। ତେଣୁ ପାଉଲଙ୍କର ବାକ୍ୟ ଏବଂ ପିତର ପ୍ରଚାର କରିଥିବା ବାକ୍ୟ ପରସ୍ପର ଅଲଗା। ସେ ସୁନତ ସୁସମାଚାର ସୁନତ ଲୋକମାନଙ୍କୁ ଦେଲେ, ସେ ଅସୁନତ ସୁସମାଚାର ଅସୁନତ ଲୋକମାନଙ୍କୁ ପାଉଲ ଦେଲେ। ମୁଁ ଆଶା କରୁଛି ଆପଣମାନେ ଆଜିର ଆଲୋଚନାରେ ଅନେକ ମୂଲ୍ୟବାନ ବିଷୟ ପାଇଥିବେ। ଯଦି ପାଇଛନ୍ତି ତେବେ ଲାଇକ୍ କରନ୍ତୁ, କମେଣ୍ଟ ବି କରନ୍ତୁ, ଆଉ ନୂଆରେ ଶୁଣୁଥିଲେ ସବସ୍କ୍ରାଇବ୍ କରନ୍ତୁ। ଅନେକ ଭାଇ ଭଉଣୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି ଆଜ୍ଞାମାନେ, ସେମାନଙ୍କୁ ସେୟାର କରିଦିଅନ୍ତୁ। ଆଉ ସମସ୍ତେ ଆମେ ବାକ୍ୟ ସତ୍ୟ ଜାଣିବା ଏବଂ ସତ୍ୟ ଦ୍ୱାରା ଆମେ କଢ଼େଇ ନିଆଯିବା। ଆଉ ଏତିକି କହିବି, ପ୍ରାର୍ଥନା କରିବା। ପ୍ରେମମୟ ପ୍ରଭୁ, ଧନ୍ୟବାଦ, ସୁନ୍ଦର ସମୟ ଦେଲ। ପ୍ରକୃତରେ ପାଉଲ ଏବଂ ପିତରଙ୍କ ମଧ୍ୟରେ କେତେ ଭିନ୍ନତା ଅଛି ଆମେ ଆଜି ଶିଖିଲୁ। ବୁଝିବା ପାଇଁ ଆମକୁ ଅନୁଗ୍ରହ କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ରହୁଛି, ନମସ୍କାର।